ଭଦ୍ରକରେ ଏନକାଉଣ୍ଟର। ବର୍ତ୍ତମାନ ସବୁଠାରୁ ବଡ଼ ଖବର ଆସିଛି ଭଦ୍ରକରୁ। 3 ଜଣ ପୋଲିସ ମଧ୍ୟ ଆହତ ହୋଇଥିବା ସୂଚନା ଆସିଛି। ଦୁର୍ଦାନ୍ତ ଅପରାଧୀ ପପୁ ମଲ୍ଲିକକୁ ପୋଲିସ ଏନକାଉଣ୍ଟର କରିଛି। ପପୁ ମଲ୍ଲିକଙ୍କ ନାମରେ ହତ୍ୟା, ଦାଦାବଟି ଆଦାୟ ସହ ବହୁ ସଙ୍ଗୀନ ଅପରାଧ ସହ 22ରୁ ଅଧିକ ମାମଲା ରହିଥିଲା। ତେବେ ସୂଚନା ମୁତାବକ 3 ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଇନ୍ସପେକ୍ଟର, ଜଣେ ଏଏସ୍ଆଇ ଓ ଜଣେ କନେଷ୍ଟବଳ ଥିବା ଜଣାପଡ଼ିଛି। ବର୍ତ୍ତମାନ ବଡ଼ ଖବର ଆସିଛି ଭଦ୍ରକରୁ। ଭଦ୍ରକରେ ଏନକାଉଣ୍ଟର। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କୋରକୋରା ପଞ୍ଚାୟତ ନୂଆସାହି ଅଞ୍ଚଳରେ ପୋଲିସ ଅପରାଧୀ ମୁହାଁମୁହିଁ। ପପୁ ଲୁଟ୍ କରିବା ପାଇଁ ଆସିଥିଲା। ତେବେ ପୋଲିସ ଧରିବା ପାଇଁ ଚେଷ୍ଟା କରିବା ସମୟରେ ପପୁ ଖସିଯିବା ପାଇଁ ପୋଲିସ ଉପରକୁ ଗୁଳି ଚଳାଇଥିଲା, ଯାହାଫଳରେ ଦୁର୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ପପୁକୁ ପୋଲିସ ଏନକାଉଣ୍ଟର କରିଛି। ଲୁଟ୍ ବେଳେ ଖସିଯିବା ପାଇଁ ପୋଲିସ ଉପରକୁ ଗୁଳି ଚଳାଇଥିଲା ପପୁ। ପପୁ ସାଙ୍ଗରେ ଆଉ ଜଣେ ସହଯୋଗୀ ମଧ୍ୟ ଥିଲେ ବୋଲି ସୂଚନା ମିଳିଛି। ପୋଲିସର ପାଲଟା ଗୁଳିରେ ପପୁର ଡାହାଣ ଗୋଡ଼ରେ ବାଜିଛି ଗୁଳି। ପ୍ରାଥମିକ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ଆତ୍ମସମର୍ପଣ କରିବା ପାଇଁ କହିଥିଲା ପୋଲିସ, କିନ୍ତୁ ଶୁଣିନଥିଲା ପପୁ, ଯାହାଫଳରେ ପୋଲିସ ଏନକାଉଣ୍ଟର କରିଥିବା କହିଛି ପୋଲିସ। ପପୁ ନାଁରେ 2 ଜିଲ୍ଲାର ବିଭିନ୍ନ ଥାନାରେ 22ରୁ ଅଧିକ ମାମଲା। ପପୁକୁ ଭଦ୍ରକ ମେଡିକାଲରୁ କଟକକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଭଦ୍ରକରେ ଏନକାଉଣ୍ଟର। ବର୍ତ୍ତମାନ ସବୁଠାରୁ ବଡ଼ ଖବର ଆସିଛି ଭଦ୍ରକରୁ। 3 ଜଣ ପୋଲିସ ମଧ୍ୟ ଆହତ ହୋଇଥିବା ସୂଚନା ଆସିଛି। ଦୁର୍ଦାନ୍ତ ଅପରାଧୀ ପପୁ ମଲ୍ଲିକକୁ ପୋଲିସ ଏନକାଉଣ୍ଟର କରିଛି। ପପୁ ମଲ୍ଲିକଙ୍କ ନାମରେ ହତ୍ୟା, ଦାଦାବଟି ଆଦାୟ ସହ ବହୁ ସଙ୍ଗୀନ ଅପରାଧ ସହ 22ରୁ ଅଧିକ ମାମଲା ରହିଥିଲା। ତେବେ ସୂଚନା ମୁତାବକ 3 ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଇନ୍ସପେକ୍ଟର, ଜଣେ ଏଏସ୍ଆଇ ଓ ଜଣେ କନେଷ୍ଟବଳ ଥିବା ଜଣାପଡ଼ିଛି। ବର୍ତ୍ତମାନ ବଡ଼ ଖବର ଆସିଛି ଭଦ୍ରକରୁ। ଭଦ୍ରକରେ ଏନକାଉଣ୍ଟର। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କୋରକୋରା ପଞ୍ଚାୟତ ନୂଆସାହି ଅଞ୍ଚଳରେ ପୋଲିସ ଅପରାଧୀ ମୁହାଁମୁହିଁ। ପପୁ ଲୁଟ୍ କରିବା ପାଇଁ ଆସିଥିଲା। ତେବେ ପୋଲିସ ଧରିବା ପାଇଁ ଚେଷ୍ଟା କରିବା ସମୟରେ ପପୁ ଖସିଯିବା ପାଇଁ ପୋଲିସ ଉପରକୁ ଗୁଳି ଚଳାଇଥିଲା, ଯାହାଫଳରେ ଦୁର୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ପପୁକୁ ପୋଲିସ ଏନକାଉଣ୍ଟର କରିଛି। ଲୁଟ୍ ବେଳେ ଖସିଯିବା ପାଇଁ ପୋଲିସ ଉପରକୁ ଗୁଳି ଚଳାଇଥିଲା ପପୁ। ପପୁ ସାଙ୍ଗରେ ଆଉ ଜଣେ ସହଯୋଗୀ ମଧ୍ୟ ଥିଲେ ବୋଲି ସୂଚନା ମିଳିଛି। ପୋଲିସର ପାଲଟା ଗୁଳିରେ ପପୁର ଡାହାଣ ଗୋଡ଼ରେ ବାଜିଛି ଗୁଳି। ପ୍ରାଥମିକ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ଆତ୍ମସମର୍ପଣ କରିବା ପାଇଁ କହିଥିଲା ପୋଲିସ, କିନ୍ତୁ ଶୁଣିନଥିଲା ପପୁ, ଯାହାଫଳରେ ପୋଲିସ ଏନକାଉଣ୍ଟର କରିଥିବା କହିଛି ପୋଲିସ। ପପୁ ନାଁରେ 2 ଜିଲ୍ଲାର ବିଭିନ୍ନ ଥାନାରେ 22ରୁ ଅଧିକ ମାମଲା। ପପୁକୁ ଭଦ୍ରକ ମେଡିକାଲରୁ କଟକକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଭଦ୍ରକରେ ଏନକାଉଣ୍ଟର। ବର୍ତ୍ତମାନ ସବୁଠାରୁ ବଡ଼ ଖବର ଆସିଛି ଭଦ୍ରକରୁ। 3 ଜଣ ପୋଲିସ ମଧ୍ୟ ଆହତ ହୋଇଥିବା ସୂଚନା ଆସିଛି। ଦୁର୍ଦାନ୍ତ ଅପରାଧୀ ପପୁ ମଲ୍ଲିକକୁ ପୋଲିସ ଏନକାଉଣ୍ଟର କରିଛି। ପପୁ ମଲ୍ଲିକଙ୍କ ନାମରେ ହତ୍ୟା, ଦାଦାବଟି ଆଦାୟ ସହ ବହୁ ସଙ୍ଗୀନ ଅପରାଧ ସହ 22ରୁ ଅଧିକ ମାମଲା ରହିଥିଲା। ତେବେ ସୂଚନା ମୁତାବକ 3 ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଇନ୍ସପେକ୍ଟର, ଜଣେ ଏଏସ୍ଆଇ ଓ ଜଣେ କନେଷ୍ଟବଳ ଥିବା ଜଣାପଡ଼ିଛି। ବର୍ତ୍ତମାନ ବଡ଼ ଖବର ଆସିଛି ଭଦ୍ରକରୁ। ଭଦ୍ରକରେ ଏନକାଉଣ୍ଟର। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କୋରକୋରା ପଞ୍ଚାୟତ ନୂଆସାହି ଅଞ୍ଚଳରେ ପୋଲିସ ଅପରାଧୀ ମୁହାଁମୁହିଁ। ପପୁ ଲୁଟ୍ କରିବା ପାଇଁ ଆସିଥିଲା। ତେବେ ପୋଲିସ ଧରିବା ପାଇଁ ଚେଷ୍ଟା କରିବା ସମୟରେ ପପୁ ଖସିଯିବା ପାଇଁ ପୋଲିସ ଉପରକୁ ଗୁଳି ଚଳାଇଥିଲା, ଯାହାଫଳରେ ଦୁର୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ପପୁକୁ ପୋଲିସ ଏନକାଉଣ୍ଟର କରିଛି। ଲୁଟ୍ ବେଳେ ଖସିଯିବା ପାଇଁ ପୋଲିସ ଉପରକୁ ଗୁଳି ଚଳାଇଥିଲା ପପୁ। ପପୁ ସାଙ୍ଗରେ ଆଉ ଜଣେ ସହଯୋଗୀ ମଧ୍ୟ ଥିଲେ ବୋଲି ସୂଚନା ମିଳିଛି। ପୋଲିସର ପାଲଟା ଗୁଳିରେ ପପୁର ଡାହାଣ ଗୋଡ଼ରେ ବାଜିଛି ଗୁଳି। ପ୍ରାଥମିକ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ଆତ୍ମସମର୍ପଣ କରିବା ପାଇଁ କହିଥିଲା ପୋଲିସ, କିନ୍ତୁ ଶୁଣିନଥିଲା ପପୁ, ଯାହାଫଳରେ ପୋଲିସ ଏନକାଉଣ୍ଟର କରିଥିବା କହିଛି ପୋଲିସ। ପପୁ ନାଁରେ 2 ଜିଲ୍ଲାର ବିଭିନ୍ନ ଥାନାରେ 22ରୁ ଅଧିକ ମାମଲା। ପପୁକୁ ଭଦ୍ରକ ମେଡିକାଲରୁ କଟକକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।